ଦିନ ମାସ ବର୍ଷ ଖରା ବର୍ଷା ଶୀତ ବିନିଦ୍ର ରଜନୀ ଦିନ ଭୋକ ଶୋଷ କଷ୍ଟ ଯନ୍ତ୍ରଣା ସାଥିରେ ନିଭାଇଲ ମିତ୍ରପଣ। ବେକରେ ଲମ୍ବାଇ ଫାଶୀ ରଜ୍ଜୁ ପ୍ରେମେ ପ୍ରେୟସୀ ନେଲା ବନ୍ଦାଇ। ତା ସାଥେ ଗଲ ହେ ମହାବୀର ତୁମେ ଜଗତ ଜନେ କନ୍ଦାଇ। ଅଭାଗା ଦାୟଦ ଶୁଝିକି ପାରିବୁ ଜୀବନରେ ତୁମ ଋଣ। ଆଞ୍ଜୁଳାଏ ଶ୍ରଦ୍ଧା ଫୁଲର ପିଚୁ ଆଦରେ ତାହାକୁ ଘେନ ଅଶୋକର ନିବେଦନ। ବୀର ମାଇଟ୍ ପାଇଁ ଏକ ସ୍ମରଣୀୟ ଦିବସ। ଗତ ଡିସେମ୍ବର 30 ଏବଂ 31 ଦୁଇ ଦିନର ଅର୍ଥାତ୍ 2025 ମସିହା ଡିସେମ୍ବର 30 ଏବଂ 31 ଦୁଇ ଦିନର ଘଟଣାକ୍ରମ ଆଧୁନିକ ଘେଁସ ଇତିହାସରେ ଏକ ମୁଖ୍ୟ ଅଧ୍ୟାୟ ହୋଇ ରହିବ। 30 ତାରିଖ ରାଜ୍ୟସ୍ତରୀୟ ବୀରତା ଦିବସର ପ୍ରଥମ କାର୍ଯ୍ୟକ୍ରମ ଥିଲା। ଏହାକୁ ପୂର୍ବବର୍ଷମାନଙ୍କ ଭଳି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଓ ଶହୀଦ କୁଞ୍ଜଲ ସିଂ କ୍ଲବ ମିଳିତ ଭାବେ ଆୟୋଜନ କରିଥିଲେ। ସନ୍ଧ୍ୟାରେ ଶହୀଦ ସ୍ମୃତିସ୍ତମ୍ଭଠାରେ ପୂର୍ବତନ ବରଗଡ଼ ସାଂସଦ ଡକ୍ଟର ପ୍ରଭାସ ସିଂ, ପୂର୍ବତନ ମହାସମୁନ୍ଦ ଛତିଶଗଡ଼ ରାଜ୍ୟର ସାଂସଦ ଚୁନ୍ନିଲାଲ ସାହୁ, ସୂଚନା ଓ ଲୋକସମ୍ପର୍କ ବିଭାଗର ଉପନିର୍ଦ୍ଦେଶିକା ଶ୍ରୀମତୀ କଲ୍ୟାଣୀ ଦାସ, ପଞ୍ଚାୟତ ମହାବିଦ୍ୟାଳୟ ବରଗଡ଼ର ଅବସରପ୍ରାପ୍ତ ଅଧ୍ୟକ୍ଷ ପତିତପାବନ ସାହୁ, ଟ୍ରଷ୍ଟ ଫଣ୍ଡ ମହାବିଦ୍ୟାଳୟ ବରଗଡ଼ ଇତିହାସ ବିଭାଗର ଅଧ୍ୟାପକ ଡକ୍ଟର ଜଗଦୀଶ ମିଶ୍ର, ଶହୀଦ ମାଧୋ ସିଂହଙ୍କ ଦାୟଦ ଲୋକେଶ୍ୱର ସିଂ ବରିହା, ଘେଁସ ଜମିଦାର ରଣଜିତ ସିଂ ବରିହା, ଯୁବ ନେତା ଇମରାନ ଭୋପାଲା, ଶହୀଦ କୁଞ୍ଜଲ ସିଂ କ୍ଲବର ସଭାପତି ଅଶୋକ କୁମାର ପୂଜାହାରୀ, ସମ୍ପାଦକ ସୁଦାମା ବାରିକ, କୋଷାଧ୍ୟକ୍ଷ ଡୋଲାମଣି ପଟେଲ ଓ ଅନ୍ୟାନ୍ୟ ଗ୍ରାମବାସୀ ପ୍ରମୁଖ ମାଲ୍ୟାର୍ପଣ କରି ଏକ ଶୋଭାଯାତ୍ରାରେ ଯାଇ ରାଜବାଟୀ ସମ୍ମୁଖ ପ୍ରାଙ୍ଗଣ, ଯାହାକୁ ପୁଲୁସ ବୋଲି କୁହାଯାଏ, ଆୟୋଜିତ ସଭାରେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଗବେଷକ ଅମୃତଲାଲ ସାହୁଙ୍କୁ ଏବଂ ଶହୀଦ କୁଞ୍ଜଲ ସିଂ କ୍ଲବର ପୂର୍ବତନ ସଭାପତି ସ୍ୱର୍ଗତ ଜନାର୍ଦ୍ଦନ ଦାସଙ୍କୁ ମରଣୋତ୍ତର ସମ୍ମାନ ପ୍ରଦାନ କରାଯାଇଥିଲା। ଶୋଭାଚନ୍ଦ୍ର ପ୍ରଧାନଙ୍କ ଧନ୍ୟବାଦ ଅର୍ପଣ ପରେ ସଭା କାର୍ଯ୍ୟ ସମାପନ ହୋଇଥିଲା। ତାପରେ ଗୁରୁ ଶାଶ୍ୱତ ତ୍ରିପାଠୀଙ୍କ ରୁମ୍କୁ ଝୁମାନା, ଗୁରୁ ସୁରେନ୍ଦ୍ର ସାହୁଙ୍କର 1 ଟଙ୍କିଆ ସଙ୍ଗୀତ ବିଦ୍ୟାଳୟ ଏବଂ ଦୁର୍ବାଦଳ ପ୍ରଧାନ ଓ ସାଥୀଙ୍କ ଲୋକନୃତ୍ୟ ତଥା ଡୁଙ୍ଗରିପାଲି ଆମେ କବି ଓ କଳାକାର ସଂଘ ପକ୍ଷରୁ ଶିଶୁପାଲ କଲିତଙ୍କ ରଚନା ଓ ନିର୍ଦ୍ଦେଶନାରେ ନାଟକ ଶହୀଦ ବୀର ହଟେ ସିଂ ପରିବେଷଣ କରାଯାଇଥିଲା। 31 ତାରିଖ ଘେଁସ ହାଇସ୍କୁଲ ପଡ଼ିଆଠାରେ ଆୟୋଜିତ ହୋଇଥିଲା ଶହୀଦ ମାଧୋ ସିଂ ସ୍ମୃତି ସଭା ଏବଂ ବୀରତା ଦିବସର ଉଦ୍ଯାପନୀ କାର୍ଯ୍ୟକ୍ରମ, ଯେଉଁଥିରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମାନ୍ୟବର ମୋହନ ଚରଣ ମାଝୀ ଯୋଗ ଦେଇଥିଲେ। ଘେଁସ କଲେଜର ଅସ୍ଥାୟୀ ହେଲିପ୍ୟାଡ୍ରୁ କାରକେଟ୍ରେ ଆସି ଶହୀଦ ସ୍ମୃତିସ୍ତମ୍ଭଠାରେ ସେ ମାଲ୍ୟାର୍ପଣ କରିଥିଲେ। ପରେ ସାଧାରଣ ସଭାରେ ସମ୍ବୋଧନ କରିଥିଲେ। ଶହୀଦ କୁଞ୍ଜଲ ସିଂ କ୍ଲବର 6 ଦଫା ଦାବି ଭିତରୁ ଏକ ପ୍ରମୁଖ ଦାବି ଘେଁସ କଲେଜର ନାମ ପରିବର୍ତ୍ତନକୁ ଗ୍ରହଣ କରି ସେ ଏହାକୁ ଶହୀଦ ମାଧୋ ସିଂ ମହାବିଦ୍ୟାଳୟ ବୋଲି ଘୋଷଣା କରିଥିଲେ। ପୂର୍ବରୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଘେଁସ ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା ପାଇଁ 15 କୋଟି ଅର୍ଥ ମଞ୍ଜୁର କରିଥିଲେ। ଏହି ସଭାରେ ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ ସ୍ୱାଗତ ଭାଷଣ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ମନ୍ତ୍ରୀ ରବିନାରାୟଣ ନାୟକ, ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ଲୋକକବି ରତ୍ନ ପଦ୍ମଶ୍ରୀ ଡକ୍ଟର ହଲଧର ନାଗ, ବରଗଡ଼ ବିଧାୟକ ଅଶ୍ବିନୀ ଷଡ଼ଙ୍ଗୀ, ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ, ଶହୀଦ ମାଧୋ ସିଂହଙ୍କ ଦାୟଦ ଲୋକେଶ୍ୱର ସିଂ ବରିହା, ପଶ୍ଚିମ ଓଡ଼ିଶା ଆଦିବାସୀ ସଂଘର ପ୍ରତିଷ୍ଠାତା ଗୋବର୍ଦ୍ଧନ ଭୋଇ, ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋଏଲ ପ୍ରମୁଖ ଯୋଗ ଦେଇଥିଲେ। ଶହୀଦ କୁଞ୍ଜଲ ସିଂ କ୍ଲବ ପକ୍ଷରୁ ଘେଁସ ଅଞ୍ଚଳର ଉନ୍ନତି ସହିତ ଶହୀଦମାନଙ୍କ ସ୍ମୃତିରକ୍ଷା ସମ୍ବନ୍ଧୀୟ ପ୍ରସ୍ତାବ ସମ୍ବଳିତ ସ୍ମାରକପତ୍ର ସମେତ ଘେଁସ ନାଗରିକ କମିଟି ତରଫରୁ ଘେଁସରେ ବ୍ଲକ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପୋଲିସ ଥାନା ସ୍ଥାପନ ତଥା
ଅଭିମନ୍ୟୁ ସାହିତ୍ୟ ସଂସଦ ପକ୍ଷରୁ ଭାଷା ସାହିତ୍ୟ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ସମ୍ବନ୍ଧରେ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହିସବୁ ନ୍ୟାଯ୍ୟ ଦାବିଗୁଡ଼ିକ ପର୍ଯ୍ୟାୟକ୍ରମେ ପୂରଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ପରେ ମୁଖ୍ୟମନ୍ତ୍ରୀ ଜମିଦାରଙ୍କ ଘରକୁ ଯାଇ ମଧ୍ୟାହ୍ନ ଭୋଜନ କରିଥିଲେ। ଏହି ସମାବେଶକୁ ରାଜ୍ୟ ଅନୁସୂଚିତ ଜାତି ଜନଜାତୀୟ ସଂଖ୍ୟାଲଘୁ କଲ୍ୟାଣ ବିଭାଗ ଓ ଆଦିବାସୀ ସଂଘର ସହଯୋଗରେ ଆୟୋଜନ କରାଯାଇଥିଲା। ଏହି ସମାବେଶରେ ବହୁ ଦୂରଦୂରାନ୍ତରୁ ପ୍ରାୟ 25,000 ମାଧବପ୍ରେମୀ ଜନତା ଯୋଗ ଦେଇଥିଲେ। ଧନ୍ୟବାଦ।